ପୁରୁଣାକଟକ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଦୀର୍ଘ 20 ଦିନ ହେବ ପାଇପ୍ରେ ପାଣି ଆସୁନଥିବାରୁ ଆଜି ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇଲେ ସରପଞ୍ଚ। ଆଜି ସକାଳ 10ଟା ସମୟରେ ପୁରୁଣାକଟକ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଦୀର୍ଘ 20 ଦିନ ହେବ ପାଇପ୍ରେ ପାଣି ଆସୁନଥିବାରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇଲେ ସରପଞ୍ଚ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପାନୀୟ ଜଳ ସମସ୍ୟା ସଙ୍ଗୀନ ହୋଇଥିବା ବେଳେ ବ୍ଲକର ପୁରୁଣାକଟକ ପଞ୍ଚାୟତର ବିଭିନ୍ନ ସ୍ଥାନରେ 20 ଦିନ ହେବ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇ ଆସୁଥିଲା। ଏହାକୁ ନେଇ ପୁରୁଣାକଟକ ରଥସାହି ଗାଁ ଭିତର ଆଦି ଅଧିବାସୀ ଜଳକଷ୍ଟ ଭୋଗି ଆସୁଥିଲେ। ଗୋଟିଏ ପଟେ ପ୍ରଚଣ୍ଡ ତାତି ଓ ଅନ୍ୟପଟେ ପାନୀୟ ଜଳ ସ୍ଥାନୀୟ ବାସିନ୍ଦାଙ୍କୁ ଅସ୍ତବ୍ୟସ୍ତ କରି ଆସୁଥିଲା। ଏନେଇ ସୋମବାର ଦିନ ପୁରୁଣାକଟକ ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ସେଠୀ ଟ୍ୟାଙ୍କର ଯୋଗେ ପୁରୁଣାକଟକର ରଥସାହି ଗାଁ ଭିତର ସହିତ ଛତ୍ରପୁର ହରିଜନ ସାହି ଏବଂ ଉଦୟପୁର ହରିଜନ ସାହିରେ ପାନୀୟ ଜଳ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି। ପାଇପ୍ ଯୋଗେ ପାନୀୟ ଜଳର ସମାଧାନ ନ ହେବା ପର୍ଯ୍ୟନ୍ତ ପଞ୍ଚାୟତ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି। ବୈଦ୍ୟନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।